ମାଲୁତ 24 ମୌଜା ପଞ୍ଚୁଦୋଳ ପ୍ରସ୍ତୁତି ବୈଠକ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ସର୍ବପୁରାତନ ମାଲୁତ 24 ମୌଜା ପଞ୍ଚୁଦୋଳର ଚୂଡ଼ାନ୍ତ ବୈଠକ ମାର୍ଫଦାର ତଥା ସଭାପତି ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପଞ୍ଚୁଦୋଳ ସଦର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ 24 ମୌଜାର 35 ଖଣ୍ଡ ଗ୍ରାମର ସମସ୍ତ ମୁରବୀମାନେ ଯୋଗ ଦେଇଥିଲେ। ଆସନ୍ତା ପଞ୍ଚୁଦୋଳ ମେଲଣ ଯାତ୍ରା କିପରି ଶାନ୍ତି ଶୃଙ୍ଖଳା ସହ ହୋଇପାରିବ, ଶ୍ରୀଜୀଉମାନେ ଯେପରି ସକାଳ 9:30 ସମୟରେ ମେଲଣ ପଡ଼ିଆରେ ପ୍ରବେଶ କରି ନିଜ ନିଜ ଆସ୍ଥାନ ଉପରେ ବିଜେ କରିବେ ଓ 8 ତାରିଖ ଦିନ ଅପରାହ୍ନ 4 ଘଣ୍ଟା ସମୟରେ ବଜ୍ରକୋଟ ଓ ମାଲୁଦ ତରଫରୁ ଶୁଭସ୍ତମ୍ଭ ସ୍ଥାପନ ପାରମ୍ପରିକ ରୀତିନୀତି ଅନୁଯାୟୀ ସ୍ଥାପନ କରାଯିବ ବୈଠକରେ ପ୍ରସ୍ତାବିତ କରାଯାଇଛି। ଏଥିପାଇଁ ପଞ୍ଚୁଦୋଳ ପଡ଼ିଆ ସଜେଇ ହେଉଛି। କେଉଁଠି ଟେଣ୍ଟ କାମ ଚାଲିଛି ତ କେଉଁଠି ଠାକୁର ମଣ୍ଡପ ରଙ୍ଗ ଚାଲିଛି। ଆସନ୍ତୁ ପଚାରି ବୁଝିବା। ଆମ ପାଖରେ ଅଛନ୍ତି ମାର୍ଫଦାର ତଥା ସଭାପତି ସଂଗ୍ରାମ କେଶରୀ ପଟ୍ଟନାୟକ। ମୁଁ ସଂଗ୍ରାମ କେଶରୀ ପଟ୍ଟନାୟକ, ମାର୍ଫଦାର ତଥା ସଭାପତି ମାଲୁଦ 24 ମୌଜା। ଆମର ପଞ୍ଚୁଦୋଳ ଯାତ୍ରା ବିଷୟରେ ଆଜି ଗତକାଲି 4 ତାରିଖ ଦିନ ଆମର ଏ ବିଷୟରେ ପ୍ରସ୍ତୁତି ବୈଠକ ବସିଥିଲା। ସେ ଯାତ୍ରା କିପରି ସୁଚାରୁ ରୂପେ କରାଯିବ ସେ ବିଷୟରେ। ତେଣୁ ଆମର ବର୍ତ୍ତମାନ ସେ ଅନୁସାରେ 8 ତାରିଖ ଦିନ ଆମର ପଞ୍ଚୁଦୋଳ ଯାତ୍ରା ଆରମ୍ଭ କରାଯିବ। ସେଇଦିନ ଶୁଭସ୍ତମ୍ଭ, 2ଟି ଶୁଭସ୍ତମ୍ଭ, ଗୋଟେ 9 ମୌଜ ତରଫରୁ, ଗୋଟେ 15 ମୌଜ ତରଫରୁ ଆସି ସ୍ଥାପନା ହେବେ। ତାପରଠୁ ରାତିରେ ସମସ୍ତ ଠାକୁରମାନେ ବିଜେ ହେବେ। ତା ପରଦିନ ବିଭିନ୍ନ ସୁସଜ୍ଜିତ ମେଢ଼ରେ ଆସିକିରି ବିମାନରେ ବସି ଏ ଠାକୁରମାନେ ତା ପରଦିନ ସକାଳୁ ସକାଳୁ ଆସିକିରି ଏଠି ମେଳନ ପଡ଼ିଆରେ ଉପସ୍ଥିତ ହେବେ। ପହଞ୍ଚିଲା ବୈଠକ ଥିବା ପରେ ବିଭିନ୍ନ ଯାତ୍ରା, ବିଭିନ୍ନ ପ୍ରକାର ଏଠି ରହିବେ। 3 ଦିନ ଠାକୁର ରହିବେ। ପରମ୍ପରା ଅନୁସାରେ ଠାକୁର ପ୍ରଥମେ ବଡ଼ ଠାକୁର ଦଧିବାନ ଦେବ ବିଜେ ଆମର ଯେଉଁ 3 ଦିନ ସରିଲା ପରେ ଚତୁର୍ଥ ଦିନ ଭୋରରୁ ଅତି ଅନ୍ଧାରରୁ ପୁରା ଏକଦମ ଆର୍ଲି ମର୍ଣ୍ଣିଂରୁ ମେଳନ ହେଇକିରି ଯିଏ ଠାକୁରଙ୍କର ବିଭିନ୍ନ ମନ୍ଦିରକୁ ସେମାନେ ପ୍ରସ୍ଥାନ କରିବେ। ତା ଭିତରେ ଆମର 2ଟି ବଡ଼ ଓଡ଼ିଶାର ସୁନାମ ଧନ୍ୟ ଯାତ୍ରା ପାର୍ଟି ଏଠି ହୁଏ। ଆଉ ଏଇଠିକାର ଲୋକକଳା ଅନୁସାରେ ପାଇକ ଆଖଡ଼ା, ସଂକୀର୍ତ୍ତନ ଆଉ ଅନ୍ୟାନ୍ୟ ଭାରତ ନୀଳା ଏସବୁ ବି କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଏ। ଆଉ ଦୋକାନ ବଜାର ବହୁତ ବସେ। ଲୋକମାନେ ମେନ୍ ହେଉଛି ଗୋଟେ କହିବାକୁ ଗଲେ ଏଠି ପଞ୍ଚୁଦୋଳରେ ଗୋଟେ ମେଳନ, ଠାକୁରଙ୍କର ମେଳନ ସଙ୍ଗେ ସଙ୍ଗେ ଆମ ଅଞ୍ଚଳର ବନ୍ଧୁବାନ୍ଧବ ସବୁ ଲୋକ ସମସ୍ତଙ୍କର ଗୋଟେ ଭାଇଚାରାକୁ ରକ୍ଷା କରିକିରି ଏଠି ହିନ୍ଦୁ ମୁସଲିମ ଖ୍ରୀଷ୍ଟିଆନ ସବୁର ମାନେ କିଛି ନିଜ ଭିତରେ ଭେଦଭାବ ନ ରହି ସମସ୍ତେ ନିର୍ବିଶେଷରେ ହିନ୍ଦୁ ମୁସଲିମ ଖ୍ରୀଷ୍ଟିଆନ ନିର୍ବିଶେଷରେ ସମସ୍ତେ ନିଜର ମାନେ ନିଜକୁ ନିଜେ ସମସ୍ତଙ୍କୁ ଆଲିଙ୍ଗନ କରିକିରି ଯାତ୍ରାକୁ ବହୁତ ସୁଚାରୁ ରୂପେ ସମାପନ କରନ୍ତି। ଯେଉଁଥିରେ ଆମର ଇଏ ସବୁ ଆଜିକି ପ୍ରାୟ 400 ବର୍ଷ ପୁରୁଣା ଯାତ୍ରା। ଏଥିରେ ବହୁ ସଂଖ୍ୟାରେ ଲୋକମାନେ ଯୋଗଦାନ କରି ୟାକୁ ସାଫଲ୍ୟମଣ୍ଡିତ କରନ୍ତି। ତେଣୁ ଭଗବାନଙ୍କ ଦୟାରୁ ଏଠି ଏଇ ଚିଲିକା ଭିତରେ ଆଉ ଗୋଟେ ସ୍ପେଶାଲିଟି ଠାକୁରଙ୍କର ହେଲା, ଏବେ ଏ ଯୁଗରେ ବି ଠାକୁରମାନେ ପାଣି ଭିତରେ ପଶିକିରି ଆସୁଛନ୍ତି। ଯଦିଓ ଆମର ରାସ୍ତା ସବୁ ଅଛି, କିନ୍ତୁ ପୂର୍ବ ପରମ୍ପରା ଅନୁସାରେ ରାସ୍ତାରୁ ତଳକୁ ଓହ୍ଲେଇ ଚିଲିକା ଭିତରେ ପଶିକିରି କ୍ରସ୍ କରିକିରି ଆସନ୍ତି, ପଡ଼ିଆ ଭିତରକୁ ପଶନ୍ତି। ଇଏ ଗୋଟେ ହେଲା ଏଠି ଗୋଟେ ସ୍ପେଶାଲିଟି। ଆଉ ଏହାର ବିଭିନ୍ନ ସ୍ପେଶାଲିଟି ରହିଛି, ଯେଉଁଠିକି ହରି, ହର, ମା ପାର୍ବତୀ ଏବଂ ହନୁମାନଜୀ ସମସ୍ତେ ଏକତ୍ରିତ ଏଠି ମେଳନ ହୁଅନ୍ତି। ଏଇଟା ଓଡ଼ିଶାରେ ପ୍ରାୟ କୌଣସି ଜାଗାରେ ଆପଣ ପାଇବେନି, ଓଡ଼ିଶାରେ ବିରଳ। ଇଏ ହେଉଛି ଯାତ୍ରାର ମେନ୍ ସ୍ପେଶାଲିଟି। କୃଷ୍ଣପ୍ରସାଦ ବ୍ଲକର ସର୍ବପୁରାତନ ଅନୁଷ୍ଠାନ ହେଉଛି ପଞ୍ଚୁଦୋଳ। ଏଠି ପ୍ରାୟ ଲକ୍ଷାଧିକ ଲୋକଙ୍କର ସମାଗମ ହୁଏ ପଞ୍ଚୁଦୋଳ ଏଇ ଯେଉଁ 3 ଦିନ। କିନ୍ତୁ ସରକାରଙ୍କର ଏତେଟା କିଛି ସାହାଯ୍ୟ ସହଯୋଗ ନାହିଁ। ଆଉ କ'ଣଟା ଆମର ଏଠି ହେଇପାରିଲେ ଲୋକଙ୍କର ଟିକେ ସୁବିଧା ହେଇପାରନ୍ତା, ସରକାରଙ୍କୁ ଆମେ କହିବା। ସେଠି ହେଉଛି ମେନ୍ ସୁବିଧା। ଏଠି ମାନେ ମେନ୍ ଦରକାର ଯେଉଁ ଲକ୍ଷ ସମାଗମ ହେଉଛନ୍ତି, ଏଠି କିଛି ସରକାରଙ୍କର ଅନୁଦାନ ରହିବା ଦରକାର କିଛି ଘର କରିବା ପାଇଁ। ଯେଉଁଥିରେ ଆଶ୍ରୟସ୍ଥଳୀ ମାନେ ଆଜିକାଲି କେତେବେଳେ ବର୍ଷା ବା ହେଇଗଲେ କ'ଣ, ଗତ ବର୍ଷ ଭୀଷଣ ବର୍ଷା ହେଲା,
ବହୁତ ବିମାନ ଗୁଡ଼ାକ ଗଡ଼ି ମାନେ ତଳେ ପଡ଼ିଗଲେ ବହୁତ କ୍ଷୟକ୍ଷତି ହେଲା। ସେଇ ସବୁ ଯେଉଁ ହେଇଗଲା ବେଳକୁ ଆପଣ ଲୋକମାନେ କେଉଁଠି ରହିବା ପାଇଁ ଜାଗା ନାହିଁ। ତେଣୁ ସେଇଟା ହେଉଛି ଗୋଟେ ପ୍ରଥମ ଦରକାର ଯେ ଆଶ୍ରୟସ୍ଥଳୀ ଭଳିଆ କିଛି ଘର ଏଇଠି ହେବା ନିହାତି ଆବଶ୍ୟକ, ଯେଉଁଥି ଫଳରେ ଲୋକମାନଙ୍କର ଅସୁବିଧା ସୁବିଧା ଆଉ ପାଣିର ପ୍ରକୃତ ବ୍ୟବସ୍ଥା। ପାଣି ହେଉଛି ମେନ୍, ପାଣି ଆଉ ଏଇଟା ହେଉଛି ମେନ୍, ଏଇଟା ବ୍ୟବସ୍ଥାଟା ନିହାତି ପ୍ରଥମେ ଦରକାର। ଆଉ ଆପଣମାନେ ତ ଜାଣିଥିବେ ଏଇ ଆମର ଏଇ ଅଞ୍ଚଳରେ ହସ୍ପିଟାଲର ଯେଉଁ ରହିଛି ଅସୁବିଧା, ସେ ହସ୍ପିଟାଲ ଗୋଟେ ବଡ଼ ହସ୍ପିଟାଲ ନିହାତି ଆବଶ୍ୟକ। ଲୋକଙ୍କର କ'ଣ କେତେବେଳେ ହେଲେ ସାଙ୍ଗେ ସାଙ୍ଗେ ବ୍ରହ୍ମପୁର ଯାଇ ସେଠି ଟ୍ରିଟମେଣ୍ଟ ହେଇକି ଆସିଲା ଭିତରେ ଯେଉଁ ଅସୁବିଧା ହେଉଛି ସେଇଟା କେମିତି ମାନେ ଏଠି ହେଇଗଲେ ଆମମାନଙ୍କର ବହୁତ ଲୋକଙ୍କର ଉନ୍ନତି ହୁଅନ୍ତା। ଏଇସବୁ ଯେ ଆମର କମିଟି ତରଫରୁ ବି ଏବେ ଆମେ ଯୋଜନା କରୁଛୁ ଆମର ଏଇ ଅଞ୍ଚଳର ଶିକ୍ଷାର କିପରି ଉନ୍ନତି ହେବ ସେଥିପାଇଁ ବଡ଼ ଲାଇବ୍ରେରୀଟେ କରିବା ପାଇଁ ଆମେ ପ୍ଲାନ୍ କରିଛୁ। ଆଉ ସରକାରଙ୍କ ପାଖରେ ଅନୁଦାନ ବି ଆଣିବା ପାଇଁ ଚେଷ୍ଟା କରିବୁ। ଆସିଲେ ଗୋଟେ ଲାଇବ୍ରେରୀ ହେବ ଯେଉଁଥିରେ କି ଆମର ଏଇ ଅଞ୍ଚଳର ଯୁବପିଢ଼ି ଛୋଟ ପିଲା ସବୁ ପଢ଼ିକିରି ଦୁନିଆ ବା ନ୍ୟାସନାଲ୍ ଲେବୁଲରେ ନାଁ କରିବେ। ଆଉ कृष्ण प्रसाद प्रतिनिधि प्रताप हरिचंदन का रिपोर्ट, IJB न्यूज।